ଯେତେବେଳେ ପାଣ୍ଡବମାନେ ଜାଣିଲେ ଯେ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ହୋଇଯାଇଛି ବୋଲି ସେ ସମ୍ପୂର୍ଣ୍ଣ ନୀତି ନିୟମରେ ତନକର୍ବନ୍ତିମ ସତ୍କାର କରିଲେ। ଯେତେବେଳେ ତାଙ୍କ ଶରୀରକୁ ଦାହ କରାଗଲା ତାଙ୍କର ପୂରା ଶରୀର ପଞ୍ଚତତ୍ତ୍ୱରେ ବିଲୀନ ହୋଇଗଲା, ପରନ୍ତୁ ତାଙ୍କର ହୃଦୟ ରହିଗଲା ସେ ଜଳିବା ବଦଳରେ ଜୋରରେ ଧକ୍ ଧକ୍ ହେବାକୁ ଲାଗିଲା। ଏହି ହୃଦୟକୁ ପରେ ବ୍ରହ୍ମ ପଦାର୍ଥ କୁହାଗଲା। ଅର୍ଜୁନ କାଠ ଉପରେ ଏହି ବ୍ରହ୍ମ ପଦାର୍ଥକୁ ରଖି ନଦୀରେ ଭସାଇ ଦେଲେ। ସେହି ବ୍ରହ୍ମ ପଦାର୍ଥ ଭାସି ଭାସି ଯାଇ ଓଡ଼ିଶାର ସମୁଦ୍ର କୂଳରେ ଲାଗିଲା। ସେହି ସମୟରେ ସେହିଠାରେ ଶବର ଜାତିର ଲୋକେ ବାସ କରୁଥିଲେ। ସେମାନଙ୍କ ମୁଖିଆ ବା ରାଜା ବିଶ୍ୱାବସୁ ଥିଲେ। ବିଶ୍ୱାବସୁ ଯେତେବେଳେ ଏହି ବ୍ରହ୍ମ ପଦାର୍ଥକୁ ଦେଖିଲେ ସେ ଏହାର ଶକ୍ତି ଏବଂ ଦିବ୍ୟ ଆଲୁଅକୁ ଦେଖି ପ୍ରଭାବିତ ହୋଇଗଲେ। ସେ ତୁରନ୍ତ ଜାଣିପାରିଲେ ଏହାକୁ ଭଗବାନଙ୍କ ରୂପ ଏବଂ ସେ ଏହାକୁ ନୀଳ ମାଧବଙ୍କ ରୂପରେ ପୂଜା କରିବାକୁ ଲାଗିଲେ। ସେହି ସମୟରେ ମାଳବର ରାଜା ଇନ୍ଦ୍ରଦମ୍ୟୁ ଥିଲେ। ସେ ସେଠାରେ ଶାସନ କରୁଥିଲେ। ସେ ଭଗବାନ ବିଷ୍ଣୁଙ୍କର ବହୁତ ବଡ଼ ଭକ୍ତ ଥିଲେ। ସେ ସଦାବେଳେ ଭଗବାନଙ୍କୁ ଆରାଧନା କରୁଥିଲେ ଏବଂ ତାଙ୍କୁ ଦର୍ଶନ କରିବାକୁ ଭାବୁଥିଲେ। ସେ ବିଦ୍ୱାନ ପଣ୍ଡିତଙ୍କୁ ଡାକି ତାଙ୍କଠାରୁ ଭଗବାନଙ୍କ ଲୀଳା ସବୁ ଶୁଣୁଥିଲେ। ଦିନେ ରାତିରେ ତାଙ୍କ ସ୍ୱପ୍ନରେ ସ୍ୱୟଂ ଶ୍ରୀକୃଷ୍ଣ ଆସିଲେ ତାଙ୍କୁ କହିଲେ ସେ ତାଙ୍କର ଦିବ୍ୟ ମୂର୍ତ୍ତି ନୀଳ ମାଧବକୁ ଖୋଜିବେ ଏବଂ ଗୋଟିଏ ଦିବ୍ୟ ମନ୍ଦିର ତିଆରି କରିବା ପାଇଁ। ଶ୍ରୀହରି ବିଷ୍ଣୁ ଏହା ମଧ୍ୟ କହିଲେ ତାଙ୍କୁ ଏକ ବ୍ରହ୍ମ ପଦାର୍ଥ ନୀଳାଞ୍ଚଳ ପର୍ବତରେ ମିଳିବ। ଏହାପରେ ରାଜା ଇନ୍ଦ୍ରଦମ୍ୟୁ ତାଙ୍କର ବ୍ରାହ୍ମଣ ପୂଜାରୀ ବିଦ୍ୟାପତିଙ୍କୁ ଆଦେଶ ଦେଲେ ସେ ଏହି ମୂର୍ତ୍ତିକୁ ଖୋଜି ବାହାର କରିବାକୁ। ବିଦ୍ୟାପତି ବହୁତ ଦିନ ପର୍ଯ୍ୟନ୍ତ ନୀଳାଞ୍ଚଳ ପର୍ବତ ଅନେକ ଅଞ୍ଚଳକୁ ବୁଲି ଖୋଜିବାକୁ ଲାଗିଲେ। ଶେଷରେ ସେ ଜାଣିବାକୁ ପାଇଲେ ଯେ ଶବର ରାଜା ବିଶ୍ୱାବସୁ ତାଙ୍କୁ ଗୋଟିଏ ଗୁମ୍ଫାରେ ଗୁପ୍ତ ଭାବରେ ରଖିଛନ୍ତି ଏବଂ ସେ ଦିବ୍ୟ ରୂପରେ ପୂଜା କରୁଛନ୍ତି। ଯେତେବେଳେ ବିଦ୍ୟାପତି ନୀଳ ମାଧବଙ୍କ ଦର୍ଶନ ପାଇଁ ଶବର ରାଜାଙ୍କୁ ଅନୁମତି ମାଗିଲେ, ସେ ଏହା କହି ମାନ କରିଲେ ତାଙ୍କର ଜାତିର କଥା କହି ମନା କରିଦେଲେ।